सांग माने ସମସ୍ତଙ୍କର ସଂକଟ ଯିଏ ଦୂର କରନ୍ତି ତାଙ୍କୁ ବା କିଏ କିପରି ସଂକଟରେ ପକାଇ ପାରିବ? କଣ ସତରେ ହନୁମାନଙ୍କୁ ମଧ୍ୟ ଶନି ଦଶା ଭୋଗିବାକୁ ପଡିଥିଲା? ଶନିଙ୍କର କି ଅବସ୍ଥା କରିଥିଲେ ହନୁମାନ? ଯିଏ ଶ୍ରୀରାମଙ୍କର ପରମ ଭକ୍ତ ତାଙ୍କର ବା କିଏ କ୍ଷତି କରିପାରିବେ? ହଁ ସାଙ୍ଗମାନେ, ଆଜିର ଭିଡିଓରେ ଆମେ ଏଇ ସବୁ ବିଷୟରେ ଜାଣିବା। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବେ, ଲାଇକ୍ ଟେ କରିଦେବେ, ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି, ସେୟାର କରିଦେବେ, କମେଣ୍ଟ ବକ୍ସରେ ଜୟ ଜୟ ଶନିଦେବ ଆଉ ଜୟ ଶ୍ରୀରାମ ଲେଖିଦେବେ। ସାଙ୍ଗମାନେ, ଆପଣ ସମସ୍ତେ ଶନିଦେବଙ୍କର 7.5 ବିଷୟରେ ତ ଜାଣିଥିବେ ନିଶ୍ଚିନ୍ତ। ତେବେ ଆମର ଆଜିର ଭିଡିଓ ଏହା ଉପରେ ଆଧାରିତ। ଯେବେ କଳିଯୁଗ ଆସିଲା, କଳିଯୁଗରେ ସମସ୍ତଙ୍କ ଜୀବନରେ 7.5 ଦଶା ନିଶ୍ଚୟ ଆସିଥାଏ। ଏଥିରୁ ଜୀବନରେ ଆଜି ପର୍ଯ୍ୟନ୍ତ କେହି ବି ବର୍ତ୍ତି ପାରିନାହାନ୍ତି। ଏବେ ଶନି ଦେବ ଦେଖିଲେ ଛୋଟ ଜୀବଙ୍କ ଠାରୁ ଆରମ୍ଭ କରି ବଡ ବଡ ଦେବତା ପର୍ଯ୍ୟନ୍ତ ସମସ୍ତେ ମୋ ଦଶା ଭୋଗି ସାରିଲେଣି, ହେଲେ କେବଳ ହନୁମାନ ହିଁ ବାକି ଅଛନ୍ତି। ଏହିପରି ଭାବି ସେ ତୁରନ୍ତ ହନୁମାନଙ୍କ ପାଖରେ ଯାଇ ପହଞ୍ଚିଗଲେ। ସେଠାରେ ପହଞ୍ଚି ଦେଖନ୍ତି ତ ହନୁମାନ ଭଗବାନଙ୍କ ନାମ ଜପରେ ମଗ୍ନ ଅଛନ୍ତି। ଶନିଦେବ ହନୁମାନଙ୍କ ସମ୍ମୁଖକୁ ଆସିଲେ, ପ୍ରଣାମ କରି କହିବାକୁ ଲାଗିଲେ, ଶ୍ରୀମାନ ହନୁମାନ, ଦେଖନ୍ତୁ କଳିଯୁଗର ଏପରି ନିୟମ ଅଟେ କି ସେ ମଣିଷ ହେଉ କି ଦେବତା ହୁଅନ୍ତୁ, ତାଙ୍କୁ ମୋର 7.5 ଦଶା ନିଶ୍ଚୟ ଭୋଗ କରିବାକୁ ପଡିଥାଏ। ମହାଦେବଙ୍କୁ ମଧ୍ୟ ଶନି ଦଶା ଭୋଗ କରି ସାରିଛନ୍ତି। ତେଣୁ ଆପଣ ମଧ୍ୟ ମୋର ଏଇ 7.5 ଦଶା ଭୋଗବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ମୁଁ ଏବେ ଆପଣଙ୍କ ଉପରକୁ ଆସିବାକୁ ଚାହୁଁଛି। ଏବେ ଆପଣ କୁହନ୍ତୁ, ମୁଁ ପ୍ରଥମେ ଆପଣଙ୍କର କେଉଁ ଅଙ୍ଗରେ ପ୍ରବେଶ କରିବି? ଏପର୍ଯ୍ୟନ୍ତ ହନୁମାନ ଶନିଙ୍କର କଥାକୁ ସ୍ଥିର ଚିତ୍ତ ଓ ଶାନ୍ତିପୂର୍ଣ୍ଣ ଭାବରେ ଶୁଣୁଥିଲେ। ଶନିଦେବଙ୍କ ପ୍ରଶ୍ନ ଶୁଣି ହନୁମାନ କହିଲେ, ଆପଣ କୁହନ୍ତୁ ଶନିଦେବ, ଆପଣ ପ୍ରଥମେ ମୋର କେଉଁ ଅଙ୍ଗକୁ ଆସିବେ? ଶନିଦେବ କହିଲେ, 7.5ରେ ମୁଁ ପ୍ରଥମେ 2.5 ବର୍ଷ ମୁଣ୍ଡରେ ରହି ତାର ବୁଦ୍ଧିକୁ ଭ୍ରଷ୍ଟ କରିଥାଏ। ତାପରେ 2.5 ବର୍ଷ ତା ପେଟରେ ରହେ, ସେ ବ୍ୟକ୍ତିକୁ ଅତ୍ୟଧିକ ରୋଗାଗ୍ରସ୍ତ କରିଥାଏ। ଆଉ ଶେଷ 2.5 ବର୍ଷ ମୁଁ ସେ ବ୍ୟକ୍ତିର ଗୋଡରେ ରହି ଭୁଲ ରାସ୍ତା ଆଡକୁ ପ୍ରେରିତ କରିଥାଏ। ଏବେ ଆପଣ କୁହନ୍ତୁ, ମୁଁ ତ ବିବଶ ଅଟେ, ଆପଣଙ୍କ ଉପରକୁ ନିଶ୍ଚୟ ଭାବେ ମତେ ଆସିବାକୁ ହିଁ ପଡିବ। ତେଣୁ ମୁଁ ଆପଣଙ୍କ ଉପରକୁ 7.5 ଦଶା ପାଇଁ ଆସିବାକୁ ଚାହୁଁଛି। ଏପର୍ଯ୍ୟନ୍ତ ମୋ ଶନି ଦଶା ଠାରୁ କେହି ବି ବର୍ତ୍ତି ପାରିନାହାନ୍ତି। ଆପଣ କିପରି ବର୍ତ୍ତି ଯାଇପାରିବେ? ହନୁମାନ ଶନିଦେବଙ୍କର କଥା ଶୁଣି କହିଲେ, ଠିକ ଅଛି, ଆପଣଙ୍କୁ ଯେଉଁଠାକୁ ଆସିବାକୁ ଇଚ୍ଛା ଅଛି ଆପଣ ସେଠାକୁ ଆସିଯାଆନ୍ତୁ। ତାପରେ ଶନିଦେବ ହନୁମାନଙ୍କର ମୁଣ୍ଡରେ ଯାଇ ବସି ପଡିଲେ ଏବଂ ସେଠାକୁ ଯାଇ ସେ ଭାବିଲେ, ଏବେ ମୁଁ ହନୁମାନଙ୍କର ମତିକୁ ଭ୍ରଷ୍ଟ କରିଦେବି। ପରନ୍ତୁ ଏ ସଂସାରରେ କାହାର ଏମିତି ତାକତ ଅଛି ଯେ ତାଙ୍କର ମତିକୁ ଭ୍ରଷ୍ଟ କରିପାରିବେ, ଯିଏକି ସମ୍ପୂର୍ଣ୍ଣ ରାମଙ୍କ ଭକ୍ତିରେ ବୁଡି ରହିଛନ୍ତି। ହନୁମାନ ମନେ ମନେ ଚିନ୍ତା କଲେ, ଏବେ ଶନିଦେବଙ୍କୁ ଟିକେ ଭକ୍ତିର ରସ ଚଖେଇବାକୁ ପଡିବ। ସିଏ ଇଆଡେ ଏପାଖ ଆଖପାଖରେ ବହୁତ ବଡ ବଡ ପଥର ଖଣ୍ଡ ପଡିଥିଲା। ତାପରେ ହନୁମାନ ଏକ ବଡ ପଥରକୁ ଜୟ ଶ୍ରୀରାମ କହି ହାତରେ ଉଠାଇ ନିଜ ମୁଣ୍ଡ ଉପରେ ନେଇ ରଖିଦେଲେ। ତା ଉପରେ ସେ ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ଭକ୍ତିରେ ବୁଡି ଯାଇ ଜୋର ଜୋରରେ ଭଗବାନଙ୍କ ନାମ ନେଇ ନାଚିବାକୁ ଲାଗିଲେ। ସାଙ୍ଗମାନେ, ହନୁମାନଙ୍କର ମୁଣ୍ଡ ଉପରେ କିଏ ଅଛନ୍ତି? ଶନିଦେବ ଅଛନ୍ତି। ତାଙ୍କ ଉପରେ ଆଉ ଏକ ବଡ ପଥର ରଖିଦେଲେ ହନୁମାନ। ହନୁମାନ ଯେତେବେଳେ ଜୋର ଜୋରରେ ନାଚୁଥାନ୍ତି, ପଥର ସେତିକି ସେତିକି ଶନିଦେବଙ୍କ ଉପରେ ନଦୀ ହେଇ ପଡୁଥାଏ। ଶନିଦେବ ବହୁତ କଷ୍ଟ ଅନୁଭବ କରୁଥାନ୍ତି। ଏବେ ହନୁମାନ ପୁଣି ଆଉ ଏକ ପଥର ଆଣି ମୁଣ୍ଡ ଉପରେ ରଖିଦେଲେ। ସେ ତ ଭଗବାନଙ୍କ ଭକ୍ତିରେ ବୁଡି ରହିଥିଲେ, ତେଣୁ ପଥରର କଷ୍ଟ ହନୁମାନଙ୍କୁ ଜଣା ପଡୁନଥାଏ। କିନ୍ତୁ ଶନିଦେବଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଲା। ତାପରେ ହନୁମାନ ଆଉ 4ଟା ପଥର ଆଣି ମୁଣ୍ଡ ଉପରେ ଲଦିଦେଲେ ଏବଂ ପୂର୍ବ ପରି ଭଗବାନଙ୍କ ନାମ କୀର୍ତ୍ତନ କରିବାକୁ ଲାଗିଲେ। ପ୍ରକୃତରେ ହନୁମାନ ଏପରି କାର୍ଯ୍ୟ କରି ଶନିଦେବଙ୍କୁ ସୂଚାଇ ଦେବାକୁ ଚାହୁଁଥିଲେ ଯେ, ମୋ ମୁଣ୍ଡ ଉପରେ ପାହାଡ ଯେତେ ପଥରର ପାହାଡ ଆସିଲେ ବି ମୋର କିଛି କ୍ଷତି ହେବ ନାହିଁ। ମୋ ପାଖରେ ଭଗବାନଙ୍କର ପବିତ୍ର ନାମ ଅଛି। ଯିଏ ସଦା ସର୍ବଦା ଭଗବାନଙ୍କ ଶକ୍ତିଶାଳୀ ନାମ ଆଶ୍ରୟରେ ଥାଏ,
ତାଙ୍କର କୌଣସି ଭୟଙ୍କର ପରିସ୍ଥିତି କିଛି କ୍ଷତି କରିପାରେ ନାହିଁ। ଶନିଦେବ ଏତେ କଷ୍ଟରେ ଥିଲେ ଯେ ସେ ପାଟି କରି ଚିତ୍କାର କରିବାକୁ ଲାଗିଲେ, ହନୁମାନ ମତେ କୃପା କରି ତଳକୁ ଓହ୍ଲାଇ ଦିଅନ୍ତୁ। ଶନିଦେବଙ୍କ କଥା ଶୁଣି ହନୁମାନ ହସି ହସି କହିଲେ, ଶନିଦେବ ଆପଣ ତ 7.5 ବର୍ଷ ପାଇଁ ଆସିଥିଲେ, ଏବେ ତ କିଛି କ୍ଷଣ ମାତ୍ର ହୋଇଛି। ଶନିଦେବ କହିଲେ, ନାଇଁ ନାଇଁ ହନୁମାନ, ମତେ ଶୀଘ୍ର ତଳକୁ ଓହ୍ଲାଇ ଦିଅନ୍ତୁ। ହନୁମାନ ଟିକେ ହସି କହିଲେ, ଠିକ ଅଛି, ମୁଁ ଆପଣଙ୍କୁ ତଳକୁ ଓହ୍ଲାଇ ଦେବି ସତ, କିନ୍ତୁ ଗୋଟିଏ ସର୍ତ୍ତରେ। ଯିଏ ସର୍ବଦା ଭଗବାନ ଶ୍ରୀହରି ଓ ଶ୍ରୀରାମଙ୍କ ନାମର ଆଶ୍ରୟରେ ଥିବ, ଯିଏ ଭଗବାନଙ୍କ ନାମକୁ ନିରନ୍ତର ଭଜନ କରୁଥିବେ, ସେଭଳି ବ୍ୟକ୍ତିଙ୍କ ନିକଟକୁ ଯିବା ପାଇଁ ଆପଣ କେବେ ମଧ୍ୟ ଚିନ୍ତା କରିବେ ନାହିଁ। ଶନିଦେବ ହାତ ଯୋଡି ହନୁମାନଙ୍କୁ ଭୁଲ ମାଗିଲେ ଏବଂ ତଳକୁ ଆସି କହିଲେ, ମୁଁ ଆପଣଙ୍କ ପାଖରେ ପ୍ରତିଜ୍ଞା କରି କହୁଛି, ଯିଏ ଭଗବାନ ଶ୍ରୀହରି ଓ ଶ୍ରୀରାମଙ୍କର ଭକ୍ତ ହୋଇଥିବେ, ଯିଏ ସର୍ବଦା ଭଗବାନଙ୍କର ନାମ ଉଚ୍ଚାରଣ କରୁଥିବେ, ସେଭଳି ବ୍ୟକ୍ତିଙ୍କ ପାଖକୁ କଣ 100 କୋଶ ଦୂରରେ ମଧ୍ୟ ମୋ ପାଦ ପଡିବ ନାହିଁ। ସେଥିପାଇଁ ଯିଏ ଶ୍ରୀହରିଙ୍କର ନାମ ନିରନ୍ତର ଜପ କରନ୍ତି, ତାଙ୍କର କୌଣସି ବି ପରିସ୍ଥିତିକୁ ଭୟ କରିବାର କିଛି ବି ଆବଶ୍ୟକ ନାହିଁ। କାରଣ ଭଗବାନ ସବୁ ଦିଗରୁ ସୁରକ୍ଷା ସେମାନଙ୍କୁ ଦେଇଥାନ୍ତି। ଭଗବାନଙ୍କର ନାମରେ ଏପରି ମହିମା ଅଛି ଯେ ଶନି, ରାହୁ, କେତୁ ଯେ କୌଣସି ବି ବଳଶାଳୀ ଗ୍ରହ ହୁଅନ୍ତୁ ନା କାହିଁକି, ଭଗବାନଙ୍କ ନାମ ଆଗରେ ସେମାନେ ଶକ୍ତିହୀନ ଅଟନ୍ତି। ତେଣୁ ଯେ ଭଗବାନଙ୍କର ନାମର ଆଶ୍ରୟ ନିଅନ୍ତି, ତାଙ୍କ ପାଇଁ ସବୁ ପରିସ୍ଥିତି କଠିନରୁ ଅନୁକୂଳରେ ପରିଣତ ହୋଇଯାଏ। ସାଙ୍ଗମାନେ, କେମିତି ଲାଗିଲା ଆଜିର ବିଷୟଟି? ନିଶ୍ଚିନ୍ତ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ଛୋଟ ଲାଇକ୍ ଟେ କରିଦେବେ। ମୋ ଚ୍ୟାନେଲରେ ନୂଆ କରି ଭିଡିଓ ଦେଖିଥିଲେ ସବସ୍କ୍ରାଇବ କରିଦେବେ, ବେଲ୍ ଆଇକନ ପ୍ରେସ୍ କରିଦେବେ। ଏମିତି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣମାନଙ୍କ ପାଖକୁ ଚାଲିଯିବ। ଅଧିକରୁ ଅଧିକ ସେୟାର କରିଦେବେ। ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।